ମୁଁ ଶକ୍ତି ପ୍ରସାଦ ମୋ ଚ୍ୟାନେଲ୍ ଶକ୍ତି ଏଜୁକେସନ୍‌କୁ ସମସ୍ତଙ୍କୁ ସ୍ୱାଗତ। ଭିଡ଼ିଓରେ ଆମେ ଡିସ୍କସନ୍ କରିବା ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ ମାନେ ଆମର ହିଷ୍ଟ୍ରିର ଫାର୍ଷ୍ଟ ଚାପ୍ଟର ଏମ୍‌ସିକ୍ୟୁ ମଡ଼ର୍ଣ୍ଣ ଇନଭେଷ୍ଟିଗେସନ୍ ନୂଆରୁ। ତ ପ୍ରଥମ କ୍ୱେଶ୍ଚିନ୍ ଦେଖିବା ଆମେ ଟାଇମ୍ ୱେଷ୍ଟ ନ କରିକି ତିନି କାଠିଆ ବ୍ୟବସ୍ଥା ଉଚ୍ଛେଦ ଫଳରେ ଇଂରେଜ ମାଲିକମାନେ ଚାଷୀଙ୍କୁ କେତେ ଭାଗ ଅର୍ଥ ଫେରାଇ ଦେଇଥିଲେ? ଏଠି ଆନ୍ସର୍ ହେବ 25 ଭାଗ। ଦେନ୍ ଦେଖିବା ଆମେ ଗାନ୍ଧିଜୀଙ୍କ ନେତୃତ୍ୱରେ ଯେଉଁ ସବୁ ଆନ୍ଦୋଳନ ଆମ ଦେଶରେ ସଂଗଠିତ ହୋଇଥିଲା ସେଥିମଧ୍ୟରୁ କେଉଁ ଆନ୍ଦୋଳନ ତାଙ୍କୁ ବିଫଳତା ଦେଇଥିଲା? କୋଉଟା ବିଫଳତା ଦେଇଥିଲା? ରାଓଲାଟ ଆଇନ ବିରୋଧୀ ଆନ୍ଦୋଳନ। ଦେନ୍ ଦେଖିବା 3 ନମ୍ବର କେବେ ଗାନ୍ଧିଜୀ ଚାଷୀମାନଙ୍କର ସମସ୍ୟାର ଅନୁଧ୍ୟାନ ପାଇଁ ଚମ୍ପାରଣ ଜିଲ୍ଲାର ସଦର ମହକୁମା ମୋତିହାରୀରେ ପହଞ୍ଚିଥିଲେ? କେବେ ପହଞ୍ଚିଥିଲେ? ନା 1917 ମସିହାରେ। ଅପସନ୍ ଏ। ନାଟାଲ ଭାରତୀୟ କଂଗ୍ରେସ ଏକ କେଉଁ ପ୍ରକାର ଅନୁଷ୍ଠାନ ଥିଲା? ଏଇଟା ଥିଲା ଗୋଟେ ରାଜନୈତିକ ଅନୁଷ୍ଠାନ ପଲିଟିକାଲ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ସମ୍ବାଦପତ୍ର ନୁହେଁ? ଆମର ନାଟାଲ ଭାରତୀୟ କଂଗ୍ରେସ ଏଇଟା ଗୋଟେ ଅନୁଷ୍ଠାନ ଥିଲା ନା। ସତ୍ୟ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ନାଁ କ'ଣ ଥିଲା? ସତ୍ୟାଗ୍ରହ। ଦେନ୍ ଦେଖିବା ଆମେ ଦକ୍ଷିଣ ଆଫ୍ରିକାରେ କେଉଁମାନଙ୍କୁ ନିର୍ବାଚନ କରିଦେବାକୁ ପଡ଼ୁଥିଲା? 7 ନମ୍ବର ଆନ୍ସର୍ ହେଲା ଭାରତୀୟମାନଙ୍କୁ। ଜେନେରାଲ ସ୍ମଟ୍ସ କେଉଁ ଦେଶର ଶାସନ ମୁଖ୍ୟ ଥିଲେ? ସାଉଥ ଆଫ୍ରିକା। ଦେନ୍ ଦେଖିବା ଆମେ ନିମ୍ନୋକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ଗାନ୍ଧିଜୀଙ୍କ ରାଜନୈତିକ ଗୁରୁ ଥିଲେ? ଗୋପାଳକୃଷ୍ଣ ଗୋଖଲେ। ଚିତ୍ତରଞ୍ଜନ ଦାସ କାହାର ଥିଲେ? ଚିତ୍ତରଞ୍ଜନ ଦାସ ସୁଭାଷ ବୋଷ କରିଥିଲେ ମୋତେ ଟିକେ କମେଣ୍ଟ କରି ଜଣାଇବ। ଚିତ୍ତରଞ୍ଜନ ଦାସ କାହାର ଗୁରୁ ଥିଲେ? 10 ନମ୍ବର ଦେଖିବା ଆମେ କେଉଁଠାରେ ଗାନ୍ଧିଜୀଙ୍କୁ ପଗଡ଼ି କାଢ଼ିଦେବାକୁ କୁହାଯାଇଥିଲା? 10 ନମ୍ବର ଆନ୍ସର୍ ହେବ ଅପସନ୍ ବି କଚେରୀ ଭିତରେ। ଇଂରେଜ ସରକାର ନିମ୍ନୋକ୍ତ କେଉଁ ମହତ ଗୁଣ ପାଇଁ ନାଇଟ୍ ପଦ ପ୍ରଦାନ କରୁଥିଲେ? ନାଇଟ୍ ପଦ ପ୍ରଦାନ କରୁଥିଲେ କାହିଁକି? ନା ଅସାଧାରଣ ବୀରତ୍ୱ ପାଇଁ। ତିନି କାଠିଆ ବ୍ୟବସ୍ଥା କେଉଁ ରାଜ୍ୟରେ ପ୍ରଚଳିତ ଥିଲା? ତିନି କାଠିଆ ବ୍ୟବସ୍ଥା କେଉଁ ରାଜ୍ୟରେ ପ୍ରଚଳିତ ଥିଲା? ନା ବିହାରରେ। ଦେନ୍ ଦେଖିବା ଚମ୍ପାରଣ ଜିଲ୍ଲାର ସଦର ମହକୁମା ଥିଲା କ'ଣ? ନା ମୋତିହାରୀ। ଗୁଜୁରାଟ ଖେଡ଼ା ଜିଲ୍ଲାରେ କେବେ ଦୁର୍ଭିକ୍ଷ ଦେଖାଯାଇଥିଲା? କେବେ ଦୁର୍ଭିକ୍ଷ ଦେଖାଯାଇଥିଲା? ନା 1918 ମସିହାରେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପେଶାରେ କ'ଣ ଥିଲେ? ସେ ପେଶାରେ ଥିଲେ ଜଣେ ଆଇନଜୀବୀ ବା ଓକିଲ ଥିଲେ। ଦେନ୍ ଦେଖିବା ପ୍ଲେഗ് ବୋନସ୍ କେଉଁଠାରେ ଥିବା ଲୁଗା କଳାରେ ପ୍ରଚଳିତ ଥିଲା? 16ରେ ଏଠି ଆନ୍ସର୍ ହେବ ଅପସନ୍ ସି ଗୁଜୁରାଟର ଅହମ୍ମଦାବାଦ। ଦକ୍ଷିଣ ଆଫ୍ରିକାର ନିମ୍ନୋକ୍ତ ମଧ୍ୟରୁ କେଉଁ ନୀତିଟିର ପ୍ରଚଳନ ଥିଲା? କେଉଁ ନୀତିର ପ୍ରଚଳନ ଥିଲା? ନା ବର୍ଣ୍ଣ ବୈଷମ୍ୟ ନୀତି। 18 ନମ୍ବର ଦେଖିବା ନିମ୍ନୋକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ଜଣେ ବିଚାରପତି ଥିଲେ? ଜଣେ ବିଚାରପତି ରୂପେ କିଏ ଥିଲେ? ନା ରାଓଲାଟ। ଜାଲିଆନାବାଗର କେତୋଟି ପ୍ରବେଶ ପଥ ଥିଲା? ଗୋଟିଏ ମାତ୍ର ପ୍ରବେଶ ପଥ ଥିଲା। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ଉପାଧି ନଥିଲା? ସାର୍ ନାଇଟ୍ ଥିଲା, କାଇଜେନ୍ ଥିଲା, ଜୟ ହିନ୍ଦ ଗୋଟେ ଆମର ସ୍ଲୋଗାନ। 21 ନମ୍ବର ଦେଖିବା ଆମେ 1919 ଏପ୍ରିଲ 13ରେ ଅମୃତସରରେ କେଉଁ ଉତ୍ସବ? ବୈଶାଖୀ ଉତ୍ସବ। ଦେନ୍ ଦେଖିବା ଅହମ୍ମଦାବାଦ କାରଖାନାରେ ଶ୍ରମିକମାନେ ଶତକଡ଼ା କେତେ ଭାଗ ମଜୁରୀ ବୃଦ୍ଧି କରିବା ପାଇଁ ଦାବି କରୁଥିଲେ? 35। ଦେନ୍ ଦେଖିବା ଚମ୍ପାରଣ ଜିଲ୍ଲାର ଚାଷୀମାନଙ୍କୁ ଜମିର 20 ଭାଗରୁ କେତେ ଭାଗ ଅଞ୍ଚଳ ନୀଳ ଉତ୍ପାଦନ ପାଇଁ ବାଧ୍ୟ କରାଯାଇଥିଲା? 3 ଭାଗ। 3 କାଠିଆ ଥିଲା ନା 3 ଭାଗ। ଖେଡ଼ା ଜିଲ୍ଲାଟି କେଉଁ ରାଜ୍ୟରେ? ଗୁଜୁରାଟର ଖେଡ଼ା। ଗୁଜୁରାଟ ହେବ ଏଠି ଅପସନ୍ ଡି। ଦେନ୍ ଦେଖିବା କେଉଁ ଘଟଣାର ପ୍ରତିବାଦ ସ୍ୱରୂପ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ନାଇଟ୍ ଉପାଧି ତ୍ୟାଗ ଦେଲେ? ନା ଜାଲିଆନାବାଗ ହତ୍ୟାକାଣ୍ଡରେ। ଦେନ୍ ଦେଖିବା ଆମେ କେବେ ରାଓଲାଟ ଆଇନ ବିରୋଧୀ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା? କେବେ ପ୍ରତ୍ୟାହାର ହୋଇଥିଲା? ନା 1919 ମସିହା ଏପ୍ରିଲ ମାସ 18। ସରକାରୀ ହିସାବ ଅନୁଯାୟୀ ଜାଲିଆନାବାଗରେ କେତେ ମୃତକଙ୍କ ସଂଖ୍ୟା ଥିଲା? 379। ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ହେଇଥିଲେ କେତେ ଜଣ ମୃତ୍ୟୁବରଣ କରିଥିଲେ? 1200। ଆହତ ହୋଇଥିଲେ 3600। ଦେନ୍ ଦେଖିବା ଆମେ ଡକ୍ଟର ସତ୍ୟପାଲଙ୍କୁ 1919 ଏପ୍ରିଲ 10 ତାରିଖରେ କେଉଁଠାରେ ଗିରଫ କରାଯାଇଥିଲା? କେଉଁଠି ଗିରଫ କରାଯାଇଥିଲା ତାଙ୍କୁ? ନା ଅପସନ୍ ଡି ହେବ ଏଠି ଅମୃତସର ପଞ୍ଜାବର। ବ୍ରିଟିଶ ବ୍ୟବସ୍ଥାପକ ସଭାରେ ରାଓଲାଟ ଆଇନ କେବେ ଗୃହୀତ ହୋଇଥିଲା? କେବେ ଗୃହୀତ ହୋଇଥିଲା? ନା 1919 ମସିହା ମାର୍ଚ୍ଚ ମାସ 18 ତାରିଖ। 31 ନମ୍ବର ଦେଖିବା ଆମେ ଡକ୍ଟର ସୈଫୁଦ୍ଦିନ କିଚଲୁ ରାଓଲାଟ ଆଇନ ବିରୋଧରେ ଆନ୍ଦୋଳନ ସମୟରେ କେବେ ଗିରଫ ହୋଇଥିଲେ? କେବେ ସେ ଗିରଫ ହୋଇଥିଲେ? ନା 1919 ମସିହା ଏପ୍ରିଲ ମାସ 10 ତାରିଖ। ଦେନ୍ ଦେଖିବା ଅମୃତସର ଘଟଣା ପରେ କେଉଁଠାରେ ସାମରିକ ଆଇନ ଘୋଷିତ ହୋଇଥିଲା? 32ର ଏଠି ଆନ୍ସର୍ ହେବ ଆମର ଅପସନ୍ ଡି ହେବ ଏଠି ପଞ୍ଜାବରେ। ଦେନ୍ ଦେଖିବା ଏପ୍ରିଲ 13 ତାରିଖରେ ହିନ୍ଦୁ ନବବର୍ଷ ବୈଶାଖ ଉତ୍ସବ ପାଳନ କରିବା ପାଇଁ ଲୋକମାନେ କେଉଁଠାରେ ଏକତ୍ରିତ ହୋଇଥିଲେ? 33ର ଆନ୍ସର୍ ହେବ ଅପସନ୍ ଡି ଜାଲିଆନାବାଗ। ଦେନ୍ ଦେଖିବା ଭାରତରେ ବିଦ୍ରୋହ ବିପ୍ଳବାତ୍ମକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ଇଂରେଜ ସରକାର କେଉଁ ଆଇନ ପ୍ରଣୟନ କରିଥିଲେ? 34ର ଆନ୍ସର୍ ହେବ ଅପସନ୍ ସି ରାଓଲାଟ ଆଇନ। 35 ନମ୍ବର ଦେଖିବା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏକ ନୂତନ ଅଧ୍ୟାୟ କେବେ ସୃଷ୍ଟି ହୋଇଥିଲା? ଯେତେବେଳେ ରାଜନୀତିରେ ଗାନ୍ଧୀ ପ୍ରବେଶ କରିଥିଲେ ଆମ ଇଣ୍ଡିଆରେ। ଭାରତର ବାହାରେ ଆଇନ ବ୍ୟବସାୟ କରିବା ପାଇଁ ଗାନ୍ଧୀଙ୍କୁ କିଏ ସୁଯୋଗ ପ୍ରଦାନ କରିଥିଲେ? ଦାଦା ଅବଦୁଲ୍ଲା। ଦେନ୍ ଦେଖିବା 1988 ମସିହାରେ ଗାନ୍ଧୀଜୀ କ'ଣ ପାଇଁ ଇଂଲଣ୍ଡ ଯାତ୍ରା କରିଥିଲେ? ବାରିଷ୍ଟରୀ ପଢ଼ିବା ପାଇଁ। ଗାନ୍ଧୀଙ୍କର ଦକ୍ଷିଣ ଆଫ୍ରିକା ଗସ୍ତର ମୂଳ ଉଦ୍ଦେଶ୍ୟ କ'ଣ ଥିଲା? ଏଠି ଗୋଟେ ମକଦ୍ଦମା ଲଢ଼ିବା ପାଇଁ ଯାଇଥିଲେ ସେ। 38ର ଏଠି ଆନ୍ସର୍ ହେବ ଓକିଲାତି କରିବା। ଦେନ୍ ଦେଖିବା ନିମ୍ନୋକ୍ତ କେଉଁ ସ୍ଥାନରେ ଭାରତୀୟମାନଙ୍କୁ ନିର୍ବାଚନ କର? ସାଉଥ ଆଫ୍ରିକା। ଦକ୍ଷିଣ ଆଫ୍ରିକାରେ ବାସ କରୁଥିବା ଭାରତୀୟମାନଙ୍କ ମନରେ କେଉଁ ପ୍ରକାର ସଚେତନ କରିବା ପାଇଁ ସେମାନଙ୍କ ମନରେ ଗୋଟେ ରାଜନୈତିକ ଅପସନ୍ ଡି ହେବ ଏଠି
ରାଜନୈତିକ ସଚେତନତା ଜାଗ୍ରତ କରିବା ପାଇଁ ଗାନ୍ଧୀଙ୍କର ସମ୍ବାଦ ପତ୍ରିକା ଇଣ୍ଡିଆନ୍ ଓପିନିଅନ୍ ପ୍ରକାଶ କରିବାର ମୁଖ୍ୟ ଉଦ୍ଦେଶ୍ୟ କ'ଣ ଥିଲା ନା ଶ୍ୱେତାଙ୍ଗମାନଙ୍କ ଅତ୍ୟାଚାର ଲୋକଙ୍କୁ ଜଣାଇବା। ଯେମିତିକି 42 ପୁରା 1 ବର୍ଷ ପାଇଁ ଗାନ୍ଧୀ ସାରା ଭାରତ ବର୍ଷରେ ବିଭିନ୍ନ ସ୍ଥାନ ଭ୍ରମଣ କରିବାର ଉଦ୍ଦେଶ୍ୟ କ'ଣ ତାଙ୍କ ରାଜନୈତିକ ଗୁରୁ କହିଥିଲେ କି ପ୍ରଥମେ ଭାରତକୁ ରାଜନୈତିକ ଲୋକମାନଙ୍କ ରାଜନୈତିକ ମନୋଭାବକୁ ଜାଣିବା ପାଇଁ। ଅପସନ୍ ସି ହେବ ଏଠି କରେକ୍ଟ ଆନ୍ସର। କେଉଁ ଆନ୍ଦୋଳନକୁ ଗାନ୍ଧୀଜୀଙ୍କର ପ୍ରଥମ ଆନ୍ଦୋଳନ ଭାବେ ଇତିହାସରେ ସ୍ଥାନ ଦିଆଯାଇଛି ନା ଚମ୍ପାରଣ ଆନ୍ଦୋଳନ ବିହାରର ଯେଉଁ। ଦେନ୍ ଦେଖିବା ଆମେ ଗୁଜୁରାଟର ଅହମ୍ମଦାବାଦ ଜଣେ ବିଶିଷ୍ଟ ଆଇନଜୀବୀ ହିସାବରେ କି ଖ୍ୟାତି ଅର୍ଜନ କରିଥିଲେ ନା ସର୍ଦ୍ଦାର ପଟେଲ। କୌଣସି ପ୍ରକାର ଭାରତୀୟମାନଙ୍କ ସରକାରଙ୍କ ବୈଶ୍ୱିକ ପ୍ରଭୁତ୍ୱ ଗ୍ରହଣ କରିବା ପାଇଁ ଉକ୍ତିଟି କାହାର? ଉକ୍ତିଟା ଥିଲା କାହାର ନା ଗାନ୍ଧୀଙ୍କର ଥିଲା। ନିମ୍ନୋକ୍ତ ମଧ୍ୟରୁ କେଉଁଠାରେ ଗାନ୍ଧୀଜୀ ବାରିଷ୍ଟର ଭାବରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ କୋଉଠି ନା ବମ୍ବେରେ ବା ବର୍ତ୍ତମାନ ମୁମ୍ବାଇର। ରାଉରକେଲା ବିରୁଦ୍ଧରେ ପ୍ରତିବାଦର ସ୍ୱରୂପ ଦିଲ୍ଲୀରେ କେବେ ହରତାଳ ପାଳିତ ହୋଇଥିଲା? ଆନ୍ସର ହେବ ଏଠି 1919 ମସିହା ମାର୍ଚ୍ଚ ମାସ 30 ତାରିଖ। ଦେନ୍ ଦେଖିବା ଗାନ୍ଧୀଜୀ କେବେ ନାଟାଲ ଭାରତୀୟ କଂଗ୍ରେସ ନାମକ ଏକ ଅନୁଷ୍ଠାନ ଗଠନ କରିଥିଲେ? 48ର ଆନ୍ସର ହେବ ଅପସନ୍ ସି 1894। ନିମ୍ନୋକ୍ତ କେବେ ମହାତ୍ମା ଗାନ୍ଧୀ ସାବରମତୀ ନଦୀ କୂଳରେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ? ଆନ୍ସର ହେବ ଅପସନ୍ 1916। ଦକ୍ଷିଣ ଆଫ୍ରିକାରେ ଇଂରେଜମାନେ ସେମାନେ କେଉଁମାନଙ୍କୁ କୁଲି ବୋଲି ସମ୍ବୋଧନ କରିଥିଲେ ନା ଭାରତୀୟମାନଙ୍କୁ। ଜୋହାନ୍ସବର୍ଗ ସହରଟି କେଉଁ ଦେଶ ମାନେ ସାଉଥ ଆଫ୍ରିକା। ଇଂରେଜ ସରକାର ଆମ ଦେଶରେ କେବେ ରାୟଲଟ ଆଇନ ଲାଗୁ କରାଇଥିଲେ? 1919 ମସିହାରେ। ଦେନ୍ ଦେଖିବା 53 ଆମେ ଦକ୍ଷିଣ ଆଫ୍ରିକାରେ ବାସ କରୁଥିବା ଭାରତୀୟମାନଙ୍କୁ କେଉଁ ଅଧିକାର ଦିଆଯାଇ ନଥିଲା ନା ଭୋଟ ଦେବାର ଅଧିକାର। ଶେଷ କ୍ୱେଶ୍ଚନ୍ ଦେଖିବା ତିନିକାଠି ବ୍ୟବସ୍ଥା କେଉଁ ଆନ୍ଦୋଳନ ସହ ସମ୍ପୃକ୍ତ ନା ଚମ୍ପାରଣ। ଅପସନ୍ ସି ହେବ ଏଠି କରେକ୍ଟ ଆନ୍ସର। ଏତକ ଥିଲା କ୍ୱେଶ୍ଚନ୍। ଭିଡ଼ିଓଟି ଭଲ ଲାଗିଥିଲେ ସମସ୍ତେ ଭିଡ଼ିଓକୁ ଲାଇକ୍ କରିଦେବ, ସାଙ୍ଗମାନଙ୍କ ସହିତ ସେୟାର କରିବ। ପ୍ରଥମ ଥର ଭିଜିଟ୍ କରୁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦେବ। ଟେଲିଗ୍ରାମ ଗ୍ରୁପ୍ ହ୍ୱାଟ୍ସଆପ୍ ଗ୍ରୁପର ଲିଙ୍କ୍ ତଳେ ଦେଇଦେଇଛି, ଯାଇକି ସମସ୍ତେ ଏଠି ଜଏନ୍ ହେଇଯିବ। ଥ୍ୟାଙ୍କ ୟୁ।